ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳରେ ଜନ୍ମଗ୍ରହଣ କରି ସବ୍ୟସାଚୀ ବିଷୋୟୀ ଓଡ଼ିଶା ସାହିତ୍ୟ ଜଗତରେ ଜଣେ ଜଣାଶୁଣା ଯୁବ ଚେହେରା ଭାବେ ପରିଚିତ ସୃଷ୍ଟି କରିଛନ୍ତି। ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ବିଭୋର ହୋଇ ଭୋଗୁଥିବା ସବ୍ୟସାଚୀଙ୍କ ଲେଖାରେ ଜନଜୀବନର କଥା ଜୀବନ୍ତ ହୁଏ। 19 ବର୍ଷ ବୟସରୁ ଲେଖା ଆରମ୍ଭ କରି ପ୍ରଥମେ କବିତା ଓ ପରେ ପରେ ପ୍ରବନ୍ଧ ଆଡ଼କୁ ଗତିଶୀଳ ସବ୍ୟସାଚୀଙ୍କ କଲମ ଯେତିକି ଶାଣିତ ସେତିକି ଅନ୍ତର୍ଭେଦୀ। ଅନେକ ପତ୍ରପତ୍ରିକାରେ ଲେଖା ପ୍ରକାଶ ପାଇବା ପରେ 2019 ମସିହାରେ ଗୀତକୁଡ଼ିଆଣୀ ଗୀତମାନଙ୍କର ଗବେଷଣା କରି ରାଜ୍ୟ ଜନଶିକ୍ଷା ସାଧନା କେନ୍ଦ୍ରରୁ ପ୍ରକାଶ ପାଏ ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ଗୀତମାରା। ଓଡ଼ିଆ ସାହିତ୍ୟରେ ବିରଳ ଓ ଏକମାତ୍ର ଏହି ପୁସ୍ତକ ଲୋକସାହିତ୍ୟ ବିଭାଗରେ ଅନେକ ପ୍ରଶଂସା ଓ ପ୍ରସିଦ୍ଧି ଭେଟି ଦେଇଛି ଆଦିବାସୀ ଜିଲ୍ଲାର ଏହି ଯୁବ ସାହିତ୍ୟିକଙ୍କୁ। ସେହି ବର୍ଷ ଗୀତମାରା ପୁସ୍ତକର କଟନୀ ଗୀତର ସମୀକ୍ଷା ଲେଖନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଜଣାଶୁଣା ଲୋକ ଭାଷାବିତ୍ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ଓଡ଼ିଶାର ଜନପ୍ରିୟ ପତ୍ରିକା ନନ୍ଦିକାରେ। ତତ୍ପରେ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ସଂସ୍କୃତି ପରମ୍ପରା ଓ ଧର୍ମଧାରାକୁ ନେଇ ସବ୍ୟସାଚୀଙ୍କର ବହି ବିଷୟରେ ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକା ତଥା ଦୈନିକ ଖବରକାଗଜରେ ପ୍ରକାଶ ପାଏ। 2022 ମସିହାରେ ଜାତୀୟ ପୁସ୍ତକ ନ୍ୟାସ ବା NBT ଦ୍ୱାରା ସବ୍ୟସାଚୀଙ୍କର ଦେଶିଆ ଭାଷାରେ ଅନୁଦିତ ପୁସ୍ତକ କାଏ ହେଲା ପ୍ରକାଶିତ ହୁଏ, ଯାହା ଦେଶିଆ ଭାଷା ନିମନ୍ତେ ଏକ ସଫଳତାର ପାହାଚ ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ। 2023 ମସିହାରେ ଓଡ଼ିଆ ଭାଷାରେ କବିତା ସଂକଳନ ପ୍ରେମିକା ଓ 2024 ମସିହାରେ ଦେଶିଆ ଭାଷାର ପ୍ରଥମ ଆଧୁନିକ କବିତା ପୁସ୍ତକ ବାଲିଫୁଲ ଆଦିତ୍ୟ ଭାରତ ପ୍ରକାଶନୀ କଟକଙ୍କ ଦ୍ୱାରା ପ୍ରକାଶିତ ହୁଏ। ସ୍ଥାନୀୟ ଅଞ୍ଚଳର ଅନେକ ଅନାଲୋଚିତ ତଥ୍ୟକୁ ସାହିତ୍ୟ ମାଧ୍ୟମରେ ଆବିଷ୍କାର କରୁଥିବା ସବ୍ୟସାଚୀ ଜଣେ ସାହିତ୍ୟ ସଂଗଠକ ଭାବରେ ବେଶ୍ ଜଣାଶୁଣା। ଦେଶିଆ ଭାଷା ସଂସ୍କୃତି ଉପରେ କାର୍ଯ୍ୟ କରୁଥିବା ସଂସ୍ଥା ଦେଶିଆ କୁଟୁମ୍ବର ସମ୍ପାଦକ ଏବଂ ସାହିତ୍ୟ ସଂସ୍କୃତି ଐତିହ୍ୟ ନାଟକ ଗବେଷଣା ସିନେମା ସଙ୍ଗୀତ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କୁ ଆଗକୁ ଆଣୁଥିବା ଅନୁଷ୍ଠାନ ହର୍ଷିତାର ନିର୍ଦ୍ଦେଶକ ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସାହିତ୍ୟକୁ ସମୃଦ୍ଧ କରିବାରେ ସେ ସବୁବେଳେ ଚେଷ୍ଟାରତ। 2018 ମସିହାରୁ ରାଷ୍ଟ୍ରୀୟ କବି ସଂଗମ ଓଡ଼ିଶା ପ୍ରାନ୍ତ ମିଡ଼ିଆ ତଥା କାର୍ଯ୍ୟକ୍ରମ ପ୍ରମୁଖ ଭାବରେ ଅନେକ ଚେତନାଧର୍ମୀ କାର୍ଯ୍ୟକ୍ରମର ସଫଳ ଆୟୋଜକ ଭାବରେ ଶ୍ରୀ ସବ୍ୟସାଚୀ ମଧ୍ୟ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀ ଲାଲଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ସବ୍ୟସାଚୀ ବିଷୟୀଙ୍କ ସାରସ୍ୱତ ଜୀବନକୁ ସମ୍ମାନ ପ୍ରଦାନ କରି ଅନେକ ଅନୁଷ୍ଠାନ ସମ୍ମାନିତ ମଧ୍ୟ କରିଛନ୍ତି। ସେସବୁ ମଧ୍ୟରୁ କିଛି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ କାକର ଲୋକସାହିତ୍ୟ ସମ୍ମାନ 2019, ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମଣ୍ଡେଇ କବିତା ପାଠ ଉତ୍ସବ ସମ୍ମାନ 2013 ଓ ରାଷ୍ଟ୍ରୀୟ କବି ସଂଗମ ଛତିଶଗଡ଼ ପ୍ରାନ୍ତ ସମ୍ବର୍ଦ୍ଧନା 2020, ସନାତନ ସ୍ମୃତି ସାହିତ୍ୟ ସଂସଦ ରାଇଘର ଅର୍ପଣ ଯୁବ ପ୍ରତିଭା ସମ୍ମାନ 2023, ଆମ୍ବେଦକର ଜୟନ୍ତୀ ସମାରୋହ ସେମିଳିଗୁଡ଼ା ଲୋକ ସାହିତ୍ୟ ସମ୍ମାନ 2022, ବନ ସୁରଭି ପ୍ରକାଶନ ଧୋଡ୍ରା ସାରସ୍ୱତ ସମ୍ବର୍ଦ୍ଧନା ସମ୍ମାନ 2024, ଅମୂଲ୍ୟ ଆମ ସାହିତ୍ୟ ଆସିକା ଗଞ୍ଜାମ ପ୍ରଦତ୍ତ ସାହିତ୍ୟ ଗୌରବ ସମ୍ମାନ 2024, ଓଡ୍ର ସାହିତ୍ୟ ସଂସଦ ପିତ୍ତଳ ଗଞ୍ଜାମ ଦ୍ୱାରା ଓଡ୍ର ଯୁବ ପ୍ରତିଭା ସମ୍ମାନ 2024, କୋରାପୁଟିଆ ନୋନାନୋନି ଦ୍ୱାରା ଦେଶିଆ ଭାଷା ଲେଖକ ସମ୍ମାନ 2025, ନବରଙ୍ଗପୁର ପୁଷ୍ପରବ ସମ୍ମାନ 2025। ଏତଦ୍ବ୍ୟତୀତ ସବ୍ୟସାଚୀ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ବକ୍ତବ୍ୟ ରଖି ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛନ୍ତି। ସେଭଳି କିଛି ଅନୁଷ୍ଠାନ ହେଲେ ଆଦିବାସୀ ଲେଖକ ସମ୍ମିଳନୀ କୋରାପୁଟ, କଳିଙ୍ଗ ସାହିତ୍ୟ ଉତ୍ସବ ଭୁବନେଶ୍ୱର, ଜନଜାତି ଲେଖକ ସମ୍ମିଳନୀ ଭୁବନେଶ୍ୱର, କାକର ସାହିତ୍ୟ ଉତ୍ସବ ଚିତ୍ରକୋଟ ଜଗଦଲପୁର, ସାହିତ୍ୟ କଥାର ଅଙ୍କୁର ଭବାନୀପାଟଣା,
देशिया भाषा सम्मेलनी कोरापुट, श्रीराम वन गमन पथ काव्य यात्रा मालकानगिरी, राष्ट्रीय कवि संगम राष्ट्रीय अधिवेशन छत्तीसगढ़, राष्ट्रीय कवि संगम प्रांतीय अधिवेशन राजभवन भुवनेश्वर, आदित्य कवि कक्ष भुवनेश्वर, इंक ड्यू जातीय साहित्य उत्सव। युव साहित्यिक सब्यसाची लेखा ओडिशार अनेक पाठका द्रुत पत्र पत्रिका यथा रेवती, राष्ट्रदीप, चंदनधारा, प्रेरणा, ज्योतिर्मय, वैशिष्ट्य तथा प्रगतिवादी, धरित्री, नीतिदिन, ध्वनि प्रतिध्वनि भली संवादपत्र प्रकाशित होई उच्च प्रशंसित होई आसुछि। आकाशवाणी और दूरदर्शन रे सब्यसाची अनेक कार्यक्रम प्रसारण हो सारी। कोरापुट माटी को निज प्राण भली भल पाउथिबा सब्यसाची निजे सही देशिया माटी और देशिया भाषार संतान भावे बेस गर्व अनुभव करती। अविभक्त कोरापुट जिल्लार ऐतिहासिक किंबदंती तथा अलौकिक धर्मीय चेतना को विश्व दरबार रे पहुंचाइबा पई से सर्वदा चेष्टारत। वर्तमान सही अंचलर एक प्रसिद्ध लोककथा को नहीं उरुपेली पर्दार सिनेमा निर्माण रे जड़ित थिबा सब्यसाची आगामी दिन में ओडिया युव प्रतिभांग क्षेत्र में एक स्वतंत्र तथा प्रसिद्ध ना हेबे यह निसंदेह। ये थिला एक वक्तव्य।